ଆଏ ଗାଁକୁ ଯିବାର ନାଁ ଗନ୍ଧ କଣ ପକଉନ? ଆମେ ଆଉ କେତେ ଦିନ ଏ ଝିଅ ଘରେ ରହିବା? ଝିଅ ଘରେ ଏତେ ଦିନ ରହିଲେ କଣ ଭଲ କି? ଝିଅ ପରସା ଖାଉଛ ସେଇଥିପାଇଁ ତମର ଯିବାକୁ ଇଚ୍ଛା ହଉନି। ମୋର ଭୁଲ କୋଉଠି ରହିଲା? ତମେ ତ ନିଜେ ଦେଖୁଛ ଯେତେ ଥର ମୁଁ ଯିବା ପାଇଁ ବାହାରୁଛି ଝିଅ ମନା କରୁଛି। ଆଉ ତାହେଲେ ମୁଁ କଣ କରିବି କହୁନ? ନାଇଁ ଆଜି ଯେମିତି ହେଲେ ଝିଅକୁ ରାଜି କରିବାକୁ ପଡିବ। ତାପରେ ସମ୍ବନ୍ଧିଆଣୀ ମଧ୍ୟ ଅନୁମତି ଦବା ଦରକାର। ତମେ ସମ୍ବନ୍ଧିଆଣୀକି ବୁଝାଅ, ମୁଁ ଝିଅକୁ ବୁଝଉଛି। ହଉ ତାହେଲେ ସେମିତି ହିଁ କରିବା। ବୋଉ, ବାପା କୁଆଡେ ଗଲ? ଜଳଖିଆ ରେଡି କଲେଣି ପରା, ଡେରି ହେଲାଣି। 10ଟା ବାଜିଲାଣି ଆସି। କେତେବେଳେ ଆଉ ଜଳଖିଆ ଖାଇବ? ତାପରେ ଭାତ କେତେବେଳେ ଖାଇବ? ଆଲୋ ଝିଅ, ତତେ ଗୋଟେ କଥା କହିବି, ତୁ ମୋ କଥା ରଖିବୁଟି? ହଁ କହୁନୁ, କଣ କହିବାର ଅଛି କହ। ଆମେ ଆଜି ଗାଁକୁ ଯିବାକୁ ଠିକ କରିଛୁ ଲୋ ଝିଅ। ତୁ ଖାଲି ହଁ କଲେ ଆମେ ପଳେଇବୁ। ବହୁତ ଦିନ ହେଲା ଘରୁ ଆସିଲୁଣି। ଯେତେବେଳେ ବାହାରୁଛୁ ତୁ ମନା କରୁଛୁ ବୋଲି ଆମେ ଯାଇପାରୁନୁ। ଗାଁକୁ ଯାଇ କଣ କରିବ ଯେ? ତମେ ଏଠି ଅଛ, ମତେ ଭଲ ଲାଗୁଛି। ଗାଁରେ ଏକୁଟିଆ ରହିକି କଣ କରିବ? ଆଉ କିଛି ଦିନ ରହିଯାବ, ଏବେ ଯାଅନି ପ୍ଲିଜ। ନାଇଁ ଲୋ ଝିଅ, ଝିଅ ଘରେ ବାପା ମା ଏତେ ଦିନ ରହିବା କଥା ନାହିଁ। ତୁ ଆଉ ଆମକୁ ମନା କରନା, ଆମକୁ ଏବେ ଯିବାକୁ ଦେ। ବାପା, ମୁଁ କହିଦେଲେ ତ ହବନି ନା। ତମେ ଶାଶୁଙ୍କ ପରମିଶନ ନେଇଛଟି? ସିଏ ହଁ କଲେ ଯୋଉ କଥା। ଆଲୋ ଝୁଅ, ତୋ ଶାଶୁ କଣ ସହଜରେ ହଁ କରିବେ କିଲୋ? ତାଙ୍କୁ ବୁଝେଇବା ଦାୟିତ୍ୱଟା ଟିକେ ତୁ ନଉନୁ, ମୋ ମାଟା ପରା। ନାଇଁ ବାବା, ଆଉ 2 ଦିନ ରହିଯାଉନ। ଆଜି ଯାଇଥାନ୍ତା, ନହେଲେ ଆଉ 2 ଦିନ ପରେ ଯିବ। ମୁଁ ଜମା ଶାଶୁଙ୍କୁ କହିବିନି। ତମେ ପଳେଇଲେ ମତେ ଜମା ଭଲ ଲାଗିବନି। ମୋ ମା, ମୋ ଧନ, ଟିକେ ଶାଶୁକୁ ବୁଝାଲୋ, ତୁ ବି ବୁଝିଯା। ଆମେ ବହୁତ ଦିନ ହେଲା ଗାଁରୁ ଆସିଲୁଣି। ଏଠି ବସି ବସି ବିଜାର ଲାଗିଲାଣି। ଆମକୁ ଛାଡ଼ିଦେ, ଆମେ ଆଉ କିଛି ଦିନ ପରେ ପୁଣି ଆସିବୁ। ହଉ ସେ କଥା ପରେ ଦେଖିବା। ଆଗ ଆସିଲ, ଜଳଖିଆ ଖାଇବ। ଶାଶୁ ସେପଟେ ଅପେକ୍ଷା କରିଛନ୍ତି, ଜୋଇଁ ବି ବସିଛନ୍ତି। ହଉ ଚାଲେ, ତୋ ଇଚ୍ଛା ଯାହା। ହ୍ୟାଲୋ। ହଁ କହ। ସତେ କି? ହଉ ତୁ କେତେବେଳେ ବାହାରିବୁ ଯେ? ହଉ ଭଲ କଥା, ତୁ ଅପେକ୍ଷା କରିବୁ ଯଦି ମିଶିକି ଯିବା। ଡାର୍ଲିଂ, ଏ ଅବେଳାଟାରେ କୁଆଡେ ବାହାରିଛ କି? ମାର୍କେଟ ବାହାରିଛି। ବେଙ୍ଗ ମୋ ସାଙ୍ଗରେ ଯିବ। ଆମେ 2 ଜଣ ମିଶିକି ଯିବୁ। ହେ ଏ ଖରାଟାରେ କଣ ବାହାରିଛ ମାର୍କେଟ? ସନଷ୍ଟ୍ରୋକ ହେଇଯିବ। ପ୍ରବଳ ଖରା ମୋ ବୋପାଲୋ। ଆଉ କଣ କରିବି? ବାପା ବୋଉ ତ ଏବେ ଗାଁକୁ ଯିବେ ବୋଲି ବାହାରିଛନ୍ତି। ତାଙ୍କ ପାଇଁ କିଛି କିଣାକିଣି କରିବାକୁ ପଡ଼ିବ ନା। ହେ ପଳେଇବେ କି? ଭଲ ହବ। ସାରା 2 ମାସ ହେଲା ରହିକି ଗୋଟେ ପଙ୍ଗତ ପକଉଛନ୍ତି। କଣ କହିଲ କି? ନାଇଁ ବା, ଏ ଦିପହର ଖରାଟାରେ ତମେ କାହିଁ ଯିବ? ମୁଁ କଣ ତାଙ୍କ ପାଇଁ କିଣାକିଣି କରିଦେଲେ ହବନି? ହଁ ତମେ ଗଲେ ହବ ଯେ, ହବନି କାହିଁକି? ହେଲେ ମୁଁ ତ ତମର ସବୁ କାମ କରୁଛି। ଯେତେବେଳେ ଯାହା କହୁଛ ସବୁ କରୁଛି। ମୋର ଗୋଟେ କାମ କରିଦବନି? ହେ ତମେ କହିବ ଫେରେ ମୁଁ କରିବିନି? କହୁନ କି କାମ କରିବା କଥା କୁହ। ମୁଁ ଚାହୁଁଛି ବାପା ବୋଉ ଆଉ 2 ଦିନ ଆମ ଘରେ ରହନ୍ତୁ। ତମେ କଣ ଗୋଟେ ବ୍ୟବସ୍ଥା କର, କଣ ଗୋଟେ ପ୍ଲାନ୍ କର, ଯେମିତି ବାପା ବୋଉ ଆଉ 2 ଦିନ ଆମ ଘରେ ରହିବେ। ହେ ନାଇଁ ଏ କାମଟା ମୋ ହାତରେ ହବନି। ସାରା 2 ମାସ ହେଲା ରହିଲେଣି, ଆହୁରି ରହିବାକୁ କହୁଛ? ତମ ମନ ବୁଝିନି କି? ହଉ ହେଲା, ମନ ରହିଲା ଯେ ଏ କାମଟା ଯଦି ତମେ ମୋର କରିଦବନି ଆଜି, ଆଉ ତାହେଲେ କେତେବେଳେ ହେଲେ ମତେ କିଛି କହିବନି। ଆଲୋ ବୋପାଲୋ, କି ସଡନ ମାଡ। ନାଇଁ ରହିଥ, କଣ ଗୋଟେ ପ୍ଲାନ୍ ଚିନ୍ତା କରିବା। ଆଉ 2 ଦିନ ଯେମିତି ତମ ବାପା ଆମ ଘରେ ରହିଯିବେ। ଲଭ୍ ୟୁ ଜାନୁ। ଛାତିକି ବାଜିଲା ମୋର ପ୍ରେମର ସହର, ମତେ ଧର। କାଇଁ ପଡିଯିବ କି? ଧରିଦେବି କି? ଆଜି କି ମିଠା କଥା କହୁଛ ବା? ଏମିତି ସବୁବେଳେ କହନ୍ତନି ଡାର୍ଲିଂ। ହଁ ସବୁବେଳେ କହିବି ନା। ଆଜି ତମେ ମୋ ପ୍ଲାନ୍ଟା ସକ୍ସେସ୍ କରିଦିଅ, ତାପରେ ଦେଖିବନି। ବ୍ୟାଗଟା ଆଣିକି ଦଉଛି, ଯାଅ କିଛି ସଉଦା କରିକି ଆସ। ଆଜି ଘରେ ସଉଦାପତ୍ର କିଛି ନାହିଁ। ବୋପା, ଆଉ 2 ଦିନ ରହିବ ବୋଲି ଝିଅର ପ୍ରେମ ଉଛୁଳୁଛି। ଆଉ ଉଛୁଳୁ। ଝିଅର ଯେତେ ଉଛୁଳିବା ଆମକୁ ସେତେ ଲାଭ। ହେଇଟି ବ୍ୟାଗ ନିଅ। ଖଇଙ୍ଗା ଶୁଖୁଆ, ଚୁନା ମାଛ, ଆଳୁ, ବାଇଗଣ, ପିଆଜ, କଞ୍ଚା କଦଳୀ ସବୁ ମନେ ପକେଇକି ଆଣିବ, କିଛି ଭୁଲିବନି ଟି? ହେ ମତେ କଣ ମୋ ଚାକିରି ପିତା ଲାଗିଲାଣି କି ଭୁଲିଯିବି? ଯାଉଛି, ବେଗି ଯାଇକି ବେଗି ଫେରୁଛି। ତାପରେ ବାପା ବୋଉଙ୍କୁ ରଖିବା ପାଇଁ ପ୍ଲାନ୍ କରିବାକୁ ପଡିବ ନା। ଆସୁଛି, ଓକେ, ବାଇ ଟାଟା। କି ପ୍ଲାନ୍ କରିବ ମଣିଷ ଜାଣିପାରୁନି। ତା ବାପା ବୋଉଙ୍କୁ ରଖିବା ପାଇଁ ମତେ ପ୍ଲାନ୍ କରିବାକୁ ପଡିବ। ଗୋଟେ ଅଂଶୁଘାତ ପ୍ଲାନ୍ କଲେ ହବ। ଆଉ ମୋ ଦେହ ଅସୁସ୍ଥ ହେଲେ ବୁଢ଼ାବୁଢ଼ୀ କଣ ଆଉ ଯାଇପାରିବେ? ନାଇଁ କେବେ ଯାଇପାରିବେନି।
ରାସ୍ତାରେ ମୁଣ୍ଡ ବୁଲେଇକି ପଡ଼ିବାକୁ ପଡ଼ିବ ଆଉ ପେଷ୍ଟଟା ଟିକେ ଖାଇଦେଲେ ଫେଣ ଫେଣ ବାହାରିବ। ପେଷ୍ଟଟା ତ ସାଙ୍ଗରେ ଧରିକି ଆସିଛି ନା, ତାପରେ ଦେଖିବା କ'ଣ ହେଉଛି। ଝୋଟର ସ୍କୁଟର ସାଉଣ୍ଡ ଆସୁଛି, ଆଉ ଝୋଟ ବୋଧେ ଆସୁଛି ଏଇଠି, ଫେଣ କାଢ଼ିକି ପଡ଼ିଯିବାକୁ ପଡ଼ିବ ଆଉ। ବୁଝିଲୁ ବଗୁଲା, ଆଜି ସନଷ୍ଟ୍ରୋକ୍ ହେଲା ଭଳିଆ ଖରା। ଏଇଠି କ'ଣ ଭାଇ ଫେଣ କାଢ଼ିକି ପଡ଼ିଛି, ସନଷ୍ଟ୍ରୋକ୍ ହେଇଗଲା ବୋଧେ ଆକୁ। ଆଉ ଆମେ ଏବେ କ'ଣ କରିବା ରେ ବଗୁଲା? ଦାଦା ମୋ ପିଲା ମୁଣ୍ଡକୁ କିଛି ଜୁଟୁନି, ତମେ କହୁନ କ'ଣ କରିବା? କଙ୍ଗାରୁ ଦାଦା ପାଟିରୁ କ'ଣ ଫେଣ ବାହାରୁଛି, ମତେ ଭାରି ଭୟ ଲାଗିଲାଣି ଦାଦା। ଏ ସ୍କୁଟରଟା ଏଇଠି ଥୋଇକି ଆକୁ ଟେକି ଟେକି ନେଇଯିବା କି? ହଁ ହଁ ଦାଦା, ଯାହା କରିବା କଥା କର। ଦେଖୁନ କେମିତି ଫେଣ କାଢ଼ିକି ପଡ଼ିଛନ୍ତି, ଆଙ୍କୁ ଡାକ୍ତରଖାନାକୁ ନେବାକୁ ପଡ଼ିବ। ଆରେ ଆରେ ନାଇଁ ନାଇଁ, ଆକୁ ଆଗ ତାଙ୍କ ଘରକୁ ନେବା, ତାପରେ ତାଙ୍କ ଘର ଲୋକ ଯାହା କହିବେ ତା ଅନୁସାରେ କାମ କରିବା। ହଉ ତାହେଲେ ଧର ଏବେ। ଖରାଦିନେ ବାହାରକୁ ବାହାରିଲା ମାନେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା, ଛତା ସବୁ ନେଇକି ଆସିବା କଥା। ଇଏ କ'ଣ ଷଣ୍ଢ ସେ କଥା ବୁଝିବ? ଝିଅ ପିଲାଙ୍କର ଯୋଉ ଜ୍ଞାନ ଅଛି ଆର ନାହିଁ। ଆହା, କଙ୍ଗାରୁ ନାଙ୍କୁ ଅଂଶୁଘାତ ହେଇଗଲା ବୋଧେ। ଝୋଟ, ତମେ ଆଙ୍କୁ କୋଉଠୁ ପାଇଲ? ଆଙ୍କର କ'ଣ ହେଇଛି? କିଛି କାହିଁ କହୁନ ଝୋଟ, ନୀରବରେ କାହିଁ ଠିଆ ହେଇଛ? ଭାଉଜ, ଗୋଟେ କଥା କହିବି ତମକୁ, ଖରାପ ଭାବିବନି। ଖରା ବେଳାଟାରେ ଭାଇକି ବଜାରକୁ ଛାଡୁଛ, ପାଣି ବୋତଲ ଦଉନ କି ଛତା ଦଉନ କି ଗାମୁଛା ଦଉନ। ତାର ତ ସେ ଜ୍ଞାନ ନାହିଁ, ତମେ ମଧ୍ୟ ଅଜ୍ଞାନୀ ହେଇଗଲ। ଭାଇକି ଅଂଶୁଘାତ ହେଇଯାଇଛି। ତାହେଲେ ଏବେ ଆମେ କ'ଣ କରିବା? ଆମେ ତ ଏତେ ପାଣି ଫାଣି ଛାଟିଲେଣି, ତାର ସେନ୍ସ ଆସୁନି। ତାକୁ ହସ୍ପିଟାଲକୁ ନେଇଯିବା ଆଉ। ସେଠି କ'ଣ ହବ? ହବ ଆଉ କ'ଣ, 2-4ଟା ସାଲାଇନ୍ ଲାଗିଗଲେ ସେନ୍ସ ପଳେଇ ଆସିବ ଆଉ। ନାଇଁ ନାଇଁ ବାପା, ସାଲାଇନ୍ ଆଉ ଇଞ୍ଜେକ୍ସନକୁ ସେ ଭାରି ଡରନ୍ତି। ଆମେ ଏବେ କ'ଣ କରିବା? ଆଲୋ ଝୁଅ, ତୁ ଡରୁଛୁ ନା ଜ୍ୱାଇଁ ଡରୁଛନ୍ତି? ଚାଲ ଏବେ ବେଗି ହସ୍ପିଟାଲକୁ ନେଇକି ଯିବା, ବିଳମ୍ବ ହେଲେ ଅସୁବିଧା ହେଇଯିବ। ନାଇଁ ନାଇଁ ବାପା, ମୁଁ ଭଲ ହେଇଗଲି, ମୋର ସେନ୍ସ ପଳେଇ ଆସିଲାଣି, ଆଉ ହସ୍ପିଟାଲ ଯିବା ଦରକାର ନାହିଁ। କଥା କ'ଣ କି ବାପା, ମୋ ଦେହଟା ତ ଖରାପ ଅଛି, ତମେ ଆଉ 2 ଦିନ ପରେ ତମ ଗାଁକୁ ଗଲେ ହନ୍ତାନି? ହଁ ହବନି କାହିଁକି? ତମ ଦେହ ଭଲ ନାହିଁ, ତମକୁ ଏମିତି ଅବସ୍ଥାରେ ଛାଡ଼ିକି କ'ଣ ଆମେ ଯାଇପାରିବୁ? ଆରେ ଆରେ, ଆଙ୍କୁ ତାହେଲେ ଅଂଶୁଘାତ ହେଇନି ଆଉ। ବାପା ବୋଉକୁ 2 ଦିନ ଆମ ଘରେ ଆଉ ରଖିବା ପାଇଁ ଆଙ୍କର ଏଇ ପ୍ଲାନ୍। ଆଉ ବଢ଼ିଆ ବଢ଼ିଆ।